ଚାଲନ୍ତୁ ଓଡ଼ିଶାର ଏକ ଉପକୂଳ ଗାଁରୁ ଏ କାହାଣୀଟି ଆରମ୍ଭ କରିବା। କଳ୍ପନା କରନ୍ତୁ, ହଠାତ୍ ଗୋଟେ ଭୟଙ୍କର ବାତ୍ୟା ମାଡ଼ି ଆସିଲା ଆଉ ଚାରିଆଡ଼େ ଖେଳିଗଲା ଆତଙ୍କ। ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲା ଆଉ ଲୋକମାନେ ଅସୁରକ୍ଷିତ ହୋଇଗଲେ। ହେଲେ ଏମିତି ଏକ ବିପଦ ସମୟରେ ସବୁଠୁ ଆଗରେ କିଏ ଛିଡ଼ା ହୁଏ? ବାକି ଟିମ୍ ପହଞ୍ଚିବା ପୂର୍ବରୁ ଜଣେ ଅଫିସର କିନ୍ତୁ ଘଟଣାସ୍ଥଳରେ ହାଜର। ଆଉ ସେଠି ପହଞ୍ଚି ସେ ତୁରନ୍ତ କାମରେ ଲାଗିପଡ଼ନ୍ତି। ଆଉ ସେହି ଅଧିକାରୀ ଜଣକ ହେଉଛନ୍ତି ଜଣେ ଓଡ଼ିଶା ପ୍ରଶାସନିକ ସେବା ବା OAS ଅଫିସର। ପ୍ରକୃତରେ ରାଜ୍ୟ ପ୍ରଶାସନରେ ଏମାନଙ୍କର ଭୂମିକା ବହୁତ ହି ଗୁରୁତ୍ୱପୂର୍ଣ୍ଣ। ହେଲେ ସେମାନଙ୍କର କାମ କ'ଣ? କେବଳ ବିପର୍ଯ୍ୟୟ ପରିଚାଳନା ଆଦୌ ନୁହେଁ। ସେମାନଙ୍କର ଦୈନନ୍ଦିନ କାମ ଲୋକଙ୍କ ଜୀବନର ପ୍ରତିଟି ଦିଗକୁ ଛୁଇଁଥାଏ। ନିର୍ବାଚନ ହେଉ କି ପର୍ବପର୍ବାଣୀ, ସବୁକିଛି ସୁରୁଖୁରୁରେ କରିବା ଦାୟିତ୍ୱ ସେମାନଙ୍କର। ଜଣେ OAS ଅଫିସରଙ୍କ କ୍ୟାରିୟର ଯାତ୍ରା ଏକଦମ ତୃଣମୂଳ ସ୍ତରରୁ ହିଁ ଆରମ୍ଭ ହୋଇଥାଏ। ଏମିତି ସ୍ଥାନୀୟ ପରିଚାଳନାରୁ ଆରମ୍ଭ କରି ସେମାନେ ରାଜ୍ୟର ନୀତି ନିର୍ଦ୍ଧାରଣ ପର୍ଯ୍ୟନ୍ତ ପହଞ୍ଚନ୍ତି। କ୍ୟାରିୟର ଆରମ୍ଭରେ ସେମାନେ ସିଧାସଳଖ ଲୋକଙ୍କ ସମସ୍ୟା ବୁଝନ୍ତି ଓ ତାର ସମାଧାନ କରନ୍ତି। ଆଉ ଏହି ତୃଣମୂଳ ସ୍ତରର ଅଭିଜ୍ଞତା ହିଁ ଆଗକୁ ବଡ଼ ବଡ଼ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ତାହେଲେ ଏତେ ସବୁ ଦାୟିତ୍ୱ ପରେ ଜଣେ OAS ଅଫିସରଙ୍କ ପ୍ରକୃତ ଉଦ୍ଦେଶ୍ୟ କ'ଣ ହୋଇପାରେ? ସରଳ ଭାଷାରେ କହିଲେ ସେମାନେ ଜଣେ ପ୍ରଶାସକ, ସମସ୍ୟାର ସମାଧାନକାରୀ ଆଉ ସଙ୍କଟର ପରିଚାଳକ। କାରଣ ସେମାନେ ହିଁ ସରକାର ଆଉ ସାଧାରଣ ଲୋକଙ୍କ ଭିତରେ ଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେତୁ। ତେବେ ଶେଷରେ ପ୍ରଶ୍ନ ଆସେ, ଜଣେ ପ୍ରକୃତ ଜନସେବକର ପରିଚୟ କ'ଣ?